ବୃନ୍ଦାବନର ପ୍ରସିଦ୍ଧ ଗୁରୁ ପ୍ରେମାନନ୍ଦଜୀ ମହାରାଜ କହନ୍ତି, ଭଗବାନ ଆମ ଉପରେ ପ୍ରସନ୍ନ ହେଲେ ବୋଲି ଆମେ କେମିତି ଜାଣିବା? ଯଦି ଆମକୁ ସନ୍ଥ ସମାଗମ ମିଳିଗଲା, ଭଗବାନଙ୍କର ନାମ ଯଶ କୀର୍ତ୍ତନ ଶୁଣିବାକୁ ମିଳିଗଲା, ତେବେ ଜାଣିବା ଭଗବାନ ଆମ ଉପରେ ପ୍ରସନ୍ନ ଅଛନ୍ତି। ସେ କହୁଛନ୍ତି, ଯଦି ତୁମେ କୌଣସି ସନ୍ଥ ସେବା କରିବାର ସୌଭାଗ୍ୟ ପ୍ରାପ୍ତ କରିଦେବ, ତୁମର ହୃଦୟ ରୂପକ କୂଅରେ ଜନ୍ମ ଜନ୍ମରୁ ଥିବା ମଇଳା ସେସବୁ ନଷ୍ଟ ହୋଇଯିବ, ଆଉ ତୁମର ଅନ୍ତଃକରଣ ନିର୍ମଳ ହୋଇଯିବ, ଆଉ ପ୍ରଭୁ ପ୍ରକାଶିତ ହେବେ। ସନ୍ଥ ସେବାର ତାତ୍ପର୍ଯ୍ୟ ହେଉଛି, ଯିଏ ଶାସ୍ତ୍ର ସମ୍ବନ୍ଧୀୟ ଭଗତ ମାର୍ଗରେ ଚାଲୁଛନ୍ତି, ତାଙ୍କ ବାଣୀ ଶୁଣିକି ଦେଖିକି ଯିଏ ସେହି ଅନୁସାରେ କାମ କରେ, ସେହି ଅନୁସାରେ ଜୀବନ ବିତାଇବ, ସେ ହେଉଛି ପ୍ରଥମ ସନ୍ଥ ସେବା। ଗୃହସ୍ଥ ଯଦି ସନ୍ଥ ସେବା କରିବେ, ତାହେଲେ ଭଗବାନ ନିଜେ ଚାଲିକି ଆସିବେ। ସନ୍ଥ ସେବା କରିବାକୁ ହେଲେ ଆମେ ଘରେ ନିତିଦିନର ଖର୍ଚ୍ଚରୁ ସାମାନ୍ୟ ମାତ୍ରାରେ କିଛି ଧନ ସଞ୍ଚୟ କରିକି, ଯେଉଁଠି ହୋମ ଯଜ୍ଞ କାର୍ଯ୍ୟ ପାଇଁ ସନ୍ଥ ସମାଗମ ହୋଇଥିବ, ସେଇଠି ଅନୁଦାନ ପାଇଁ ହାତ ବଢ଼ାଇଲେ ତା'ର କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ରାଧେ ରାଧେ।